কালবৈশাখীর তাণ্ডব বারিপদা জলেশ্বর রাস্তা ও বারিপদা বালেশ্বর জাতীয় রাজপথ যাতায়াত ঠপ। ময়ূরভঞ্জ জেলা মোরডাঠাରୁ ଆରମ୍ଭ କରି ବାରିପଦା ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ବିଜୁଳି ସହିତ ପବନ ବହିବା ସହିତ କୁଆପଥର ମାଡ଼ ହୋଇଛି। ପବନରେ ବାରିପଦା ନିଚୁଆପଦା ଜଳେଶ୍ୱରର 61 ନମ୍ବର ରାଜ୍ୟ ରାଜପଥରେ ଅନେକ ବଡ଼ ବଡ଼ ଗଛ ପଡ଼ିଯାଇଛି। ଫଳରେ ରାସ୍ତାର ଅନେକ ଗାଡ଼ି ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି। ସେହିପରିକା ଆମ୍ବୁଲାନ୍ସ ରୋଗୀକୁ ନେଇ ବାରିପଦା ମେଡ଼ିକାଲ ଯିବାର ଅସୁବିଧା ସୃଷ୍ଟି ହେବାରୁ ଗାଁ ଭିତର ରାସ୍ତା ଦେଇ ଯାଉଥିବାର ଦେଖିବାକୁ ମିଳିଛି। ଅପରପକ୍ଷରେ ରାସ୍ତା ଅବରୋଧ ଯୋଗୁଁ ବଡ଼ ବଡ଼ ଗାଡ଼ି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ସେହିପରି 11 KV ବିଦ୍ୟୁତ୍ ତାର ଛିଡ଼ିବା ସହିତ ଅନେକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛି। ସେହିପରି କିଛି ଲୋକଙ୍କ ଏଜବେଷ୍ଟର ମଧ୍ୟ ଭାଙ୍ଗିଛି। 1 ଘଣ୍ଟାରୁ ଅଧିକ ସମୟ ଧରି ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ ରହିଛି। ତେବେ ବିଦ୍ୟୁତ୍ କର୍ମଚାରୀ ପହଞ୍ଚି ରାସ୍ତାର ପଡ଼ିଥିବା ଗଛକୁ କାଟି ସଫା କରିବା ସହ ଜେସିବି ଦ୍ୱାରା ରାସ୍ତାରେ ପଡ଼ିଥିବା ଗଛ ବିଦ୍ୟୁତ୍ ଖୁଣ୍ଟକୁ ଉଠାଇଦେଲେ। 1 ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ସେହିପରି ବାରିପଦା ବାଲେଶ୍ୱର 18 ନମ୍ବର ରାଜ୍ୟ ରାଜପଥରେ ରାସ୍ତାର କେଶିପୁରଠାରେ ବଡ଼ ବଡ଼ ଗଛ ପଡ଼ିଥିବାରୁ ରାସ୍ତାରେ ଅନେକ ଗାଡ଼ି ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା।